ଆପଣ କେବେ ଭାବିଛନ୍ତି କି ଏହି ସଂସାରର ଅନ୍ତ କିପରି ହେବ? ଆପଣ ମନରେ କେବେ ଏହି ପ୍ରଶ୍ନ ଉଠିଛି କି ଯେତେବେଳେ କଳିଯୁଗ ନିଜର ଶେଷ ସୀମାରେ ପହଞ୍ଚିବ, ସେତେବେଳେ ମାନବିକତାର ରୂପ କିପରି ହେବ? କ'ଣ ପ୍ରକୃତି ସବୁକିଛି ଜଳି ପାଉଁଶ ହୋଇଯିବ, ନା ପୁଣି କୌଣସି ଶକ୍ତି ଏବଂ ଅନ୍ଧାରକୁ ସମାପ୍ତ କରିବା ପାଇଁ ଅବତାର ନେବ? ଶାସ୍ତ୍ର କହେ ଯେ ପ୍ରତ୍ୟେକ ଯୁଗରେ ନିଜର ଅନ୍ତ ଥାଏ। ସତ୍ୟଯୁଗ ସମାପ୍ତ ହେଲା, ତ୍ରେତୟା ମଧ୍ୟ ସମାପ୍ତ ହେଲା, ଦ୍ୱୈତୟା ମଧ୍ୟ ସମାପ୍ତ ହେଲା ଏବଂ ବିଦାୟ ନେଲା, ଏବଂ ଏବେ ଆମେ କଳିଯୁଗର ବଞ୍ଚିଅଛୁ। ସେହି ଯୁଗରେ ଯାହାକୁ ଅଧର୍ମ, ପାପ, ମୋହ ଏବଂ ଲୋଭର ଯୁଗ କୁହାଯାଏ। କିନ୍ତୁ ଅସଲ ପ୍ରଶ୍ନ ହେଉଛି ଏହି ଯୁଗର ଅନ୍ତ କେବେ ହେବ? ଏବଂ ତା'ଠାରୁ ବଡ଼ ପ୍ରଶ୍ନ ହେଉଛି ସେହି ସମୟରେ କ'ଣ ହେବ? କୁହାଯାଏ ଯେ କଲି ପୁରାଣ ଏବଂ ଗରୁଡ଼ ପୁରାଣରେ ଏହା ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ସେଠାରେ ଯାହା ଲେଖାଯାଇଛି ତାହା କେବଳ କାହାଣୀ ନୁହେଁ, ତାହା ଏକ ଚେତାବନୀ ଯେ ସେହି ସମୟରେ ଆସିବ ଯେତେବେଳେ ମଣିଷ ନିଜର ପାପରେ ଏତେ ତଳକୁ ଖସିଯିବ ଯେ ଧରିତ୍ରୀ ଧରି ଉଠିବ। ଆକାଶର ରଙ୍ଗ ବଦଳିଯିବ, ନଦୀଗୁଡ଼ିକ, ପାହାଡ଼, ଜଙ୍ଗଲ ସବୁ ବଦଳିଯିବ। ଏହା କୌଣସି କଳ୍ପନା ନୁହେଁ, ଏହା ସତ୍ୟ। ଏବଂ ଆପଣ ଭାବୁଥିବେ, ଯଦି ଏହା କଳିଯୁଗର ଅନ୍ତ ଲକ୍ଷ ଲକ୍ଷ ବର୍ଷ ଦୂରରେ ଅଛି, ତେବେ ଆଜି ଏହା ଉପରେ କଥା ହେବାର କାରଣ ବା ଆବଶ୍ୟକ କ'ଣ? କିନ୍ତୁ ଏହା ତ ସବୁଠାରୁ ବଡ଼ ରହସ୍ୟ। ସମୟ ଚାଲି ଲକ୍ଷ ଲକ୍ଷ ବର୍ଷ ହେଉ, ସଂକେତ ଏବେଠାରୁ ଦେଖାଗଲାଣି। ମାନବର ଆଚରଣ, ତା'ର ପ୍ରବୃତ୍ତି, ତା'ର ସ୍ୱଭାବ ସବୁ ଧୀରେ ଧୀରେ ସେହି ଦିଗ ଆଡ଼କୁ ଯାଉଛି ଯାହାର ଚେତାବନୀ ଶାସ୍ତ୍ରମାନଙ୍କରେ ଦିଆଯାଇଥିଲା। ଆସନ୍ତୁ, ମୁଁ ଆପଣଙ୍କୁ ଏକ ଯାତ୍ରାରେ ନେଇ ଚାଲୁଛି। ଏକ ଏମିତି ଯାତ୍ରା ଯାହା କେବଳ କାହାଣୀ ନୁହେଁ, ବରଂ ଏକ ଆଇନା ବା ଦର୍ପଣ, ଯେଉଁଥିରେ ଆପଣ ଏବଂ ମୁଁ, ଆମେ ସମସ୍ତେ ନିଜର ଭବିଷ୍ୟତକୁ ଦେଖିପାରିବା। ମହାଭାରତର ଯୁଦ୍ଧ ପରେ ଯେତେବେଳେ କୁରୁକ୍ଷେତ୍ରରେ ଧରିତ୍ରୀ ଏବେ ବି ରକ୍ତ ଲାଲ ଥିଲା, ଧର୍ମରାଜ ଯୁଧିଷ୍ଠିର ହସ୍ତିନାପୁରର ସିଂହାସନରେ ସମ୍ଭାଳିଲେ। ସବୁକିଛି ଶାନ୍ତ ଥିଲା, କିନ୍ତୁ ତାଙ୍କ ମନରେ ତୋଫାନ ମାତିଲା। ଏବଂ କାରଣ ଯୁଧିଷ୍ଠିର ଜାଣିଥିଲେ ଯେ ଦ୍ୱାପରର ଅନ୍ତ ହୋଇସାରିଛି, ଏବେ କଳିଯୁଗର ଦସ୍ତକ ଶୁଣାଯାଉଛି। ସେ ନିଜର ଭାଇମାନଙ୍କୁ କହିଲେ, ଭାଇମାନେ, ମୋତେ ଡର ଲାଗୁଛି ଯେ ଆସନ୍ତା ଯୁଗ କିପରି ହେବ। କ'ଣ ଲୋକମାନେ ଧର୍ମ ଏବଂ ଅଧର୍ମର ପାର୍ଥକ୍ୟ ଜାଣିପାରିବେ, କିମ୍ବା ସମସ୍ତେ ମୋହ ଏବଂ ଲୋଭରେ ଫସିଯିବେ? ଅର୍ଜୁନ ତୁରନ୍ତ କହିଲେ, ଭାଇ, ଯଦି ଏହା କୌଣସି ଶତ୍ରୁ ଅଛି ତେବେ କୁହନ୍ତୁ, ମୁଁ ଏବେ ଯାଇ ତାକୁ ବିନାଶ କରିଦେବି। କିନ୍ତୁ ଯୁଧିଷ୍ଠିର କହିଲେ, ନାହିଁ ଅର୍ଜୁନ, ଏହା କୌଣସି ବାହ୍ୟ ଶତ୍ରୁ ନୁହେଁ, ଏହି ସଙ୍କଟ ଭିତରେ ଅଛି। ଏହାକୁ କଳିଯୁଗର ଆଗମନ, ଏହା ହିଁ ମୋତେ ଭୟଭୀତ କରୁଛି। ଭୀମ କହିଲେ, ଭାଇ, ଏହା ଶୁଣି ଆମ ମନରେ ମଧ୍ୟ ଅସ୍ଥିରତା ବଢ଼ୁଛି। ଏବେ କ'ଣ କରାଯିବ? ସେତେବେଳେ ନିଷ୍ପତ୍ତି ନେଲେ ଏହା ହେଲା ଯେ ସମସ୍ତେ ପାଣ୍ଡବ ଭଗବାନ ଶ୍ରୀକୃଷ୍ଣ ପାଖକୁ ଯିବେ, କାରଣ ସେହି ଜଣେ ସେ ଏହି ରହସ୍ୟକୁ ଉନ୍ମୋଚିତ ଭାବେ କରିପାରିବେ। ଦ୍ୱାରିକାର ସମୁଦ୍ର କୂଳରେ ଅବସ୍ଥିତ ସେହି ଦିବ୍ୟ ନଗରୀ, ଏଠାରେ ପାଣ୍ଡବମାନେ ପହଞ୍ଚିଲେ ଏବଂ ଯୁଧିଷ୍ଠିର କୃଷ୍ଣଙ୍କୁ ପ୍ରଶ୍ନ କଲେ, ହେ ମାଧବ, କୁହନ୍ତୁ, କଳିଯୁଗର ମଣିଷ ସ୍ୱଭାବ କିପରି ହେବ ଏବଂ ତାଙ୍କର ପ୍ରବୃତ୍ତି କିପରି ହେବ? ମୁଖ୍ୟର ମାର୍ଗ କ'ଣ ହେବ? କୃଷ୍ଣ ହସି କହିଲେ, ତାଙ୍କ ଆଖିରେ ଏପରି ତେଜ ଥିଲା ଯେମିତି ସମୟକୁ ଦେଖିପାରୁଛନ୍ତି, ନିଜ ପାପୁଲିରେ ଦେଖାଇ ନେଇଛନ୍ତି। ସେ କହିଲେ, ଧର୍ମରାଜ, ଏହି ପ୍ରଶ୍ନର ଉତ୍ତର ସିଧାସଳଖ ଶବ୍ଦରେ ଦିଆଯାଇପାରିବ ନାହିଁ। ଏହାକୁ ଅନୁଭବରୁ ବୁଝିବାକୁ ହେବ। ତୁମେ ସମସ୍ତେ ଚାରିଦିଗକୁ ଯାଅ, ଘଞ୍ଚ ଏବଂ ରହସ୍ୟମୟ ଜଙ୍ଗଲରେ ପ୍ରବେଶ କର। ସେଠାରେ ଯେଉଁ ଦୃଶ୍ୟ ତୁମକୁ ଦେଖାଯିବ, ତାହା ହିଁ କଳିଯୁଗର ସଂକେତ ହେବ। ଯେତେବେଳେ ତୁମେ ଆସିବ, ସେତେବେଳେ ମୁଁ ତୁମକୁ ବିସ୍ତାର ଭାବରେ କହିବି। ଯୁଧିଷ୍ଠିର ମୁଣ୍ଡକୁ ନୁଆଁଇଲା କହିଲା, ଯେପରି ଆପଣଙ୍କ ଆଜ୍ଞା କେଶବ ଏବଂ ପାଣ୍ଡବମାନେ ବାହାରି ପଡ଼ିଲେ। ଚାରିଦିଗରେ କଳ୍ପନା କରନ୍ତୁ, ଘଞ୍ଚ ଅନ୍ଧାରିଆ ଜଙ୍ଗଲ, ଚାରିଦିଗରେ ବାଣ୍ଟି ହୋଇଗଲେ ପାଣ୍ଡବ, ପ୍ରତ୍ୟେକ ଦେଖାଯାଉଥିବା ଦୃଶ୍ୟ ମାନବତାର ଭବିଷ୍ୟର ଦର୍ପଣ।
କେଉଁଠି ଲୋକମାନେ ଲୋଭରେ ଏତେ ବୁଡ଼ି ରହିଥିବେ କି ନିଜର ରକ୍ତର ହିଁ ବେପାର କରିବେ। କେଉଁଠି ଧର୍ମର ନାମରେ ଅଧର୍ମ କରାଯିବ। କେଉଁଠି ସମ୍ପର୍କ ଭାଙ୍ଗି ଯାଇ କେବଳ ସ୍ୱାର୍ଥ ବଦଳିଯିବ। କେଉଁଠି ମଣିଷ ଏତେ ନିର୍ଦୟ ହୋଇଯିବ ଯେ ପଶୁ ପକ୍ଷୀ ମଧ୍ୟ ତା ଭୟରେ ଥରିବେ। ଏସବୁ କେବଳ ଦୃଶ୍ୟ ହେବ ନାହିଁ, ଏହା କଲିଯୁଗର ବାସ୍ତବ ହେବ। ଏବଂ ଏହା ହିଁ ସେହି ବିନ୍ଦୁ ଯେଉଁଠାରେ ଆରମ୍ଭରୁ ହିଁ ଏହି ଯାତ୍ରା ଆରମ୍ଭ ହେଉଛି। ତେଣୁ ଧ୍ୟାନ ଦେଇ ଶୁଣନ୍ତୁ। ଏହି କାହାଣୀ କେବଳ ଶାସ୍ତ୍ର ପଂକ୍ତି ନୁହେଁ, ଏହା ଏକ ଆଗାମୀ ସମୟରେ ଏକ ମାନଚିତ୍ର, ଯାହା ଆମକୁ କୁହେ ଯେ ଯଦି ମଣିଷ ନିଜର ବିଚାର ଏବଂ କର୍ମରେ ସୁଧାର ନ ଆଣେ ତେବେ ଶେଷରେ କିପରି ହେବ। ଆଜି ଆମେ ଏହି ଯାତ୍ରାରେ ଯିବା। ଆମେ ଦେଖିବା କଲିଯୁଗର ଚେହେରା କିପରି ଥାଏ। ଆମେ ସେହି ଭବିଷ୍ୟବାଣୀଗୁଡ଼ିକକୁ ଶୁଣିବା ଯାହା ଆପଣଙ୍କୁ ଭିତରୁ ହଲେଇ ଦେବ ଏବଂ ଆମେ ବୁଝିବା ଯେ ଏହିସବୁ ମଧ୍ୟରେ ମଣିଷକୁ କ'ଣ କରିବା ଉଚିତ। ମନେ ରଖନ୍ତୁ, ଏହା କେବଳ ଏକ କାହାଣୀ ନୁହେଁ, ଏହା ଏକ ଚେତାବନୀ। ଏହା ସତ୍ୟ ଏବଂ ସତ୍ୟଠାରୁ ଦୂରେଇ ଯାଉ ହେବା ନାହିଁ। ତେଣୁ ଆମ ସହିତ ରୁହନ୍ତୁ, କାରଣ ଆଗକୁ ଆପଣଙ୍କୁ ଯାହା ଶୁଣିବେ ତାହା ଆପଣଙ୍କୁ ଚିନ୍ତା କରିବ ବାଧ୍ୟ କରାଇବ ଏବଂ ହୁଏତ ଆପଣଙ୍କ ଜୀବନର ଦିଗ ବଦଳାଇ ଦେବ। ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ଆଡ଼କୁ ଚାହିଁଲେ ଏବଂ ଗମ୍ଭୀର ସ୍ୱରରେ କହିଲେ, ତୁମେ ସମସ୍ତେ ଚାରିଦିଗକୁ ଯାଅ। ସେଠାରେ ଘଞ୍ଚ ଜଙ୍ଗଲ ଏବଂ ରହସ୍ୟମୟ ଜଙ୍ଗଲକୁ ଅଛି। ଯଦି କୌଣସି ଅସ୍ୱାଭାବିକ ଘଟଣା ବା ବିଚିତ୍ର ଦୃଶ୍ୟ ଦେଖିବ ତେବେ ତାହାକୁ ଧ୍ୟାନର ସହ ଦେଖିବ। ଫେରି ଆସି ମୋତେ ଜଣାଇବ। ସେତେବେଳେ ଯାଇ ତୁମେ କଲିଯୁଗର ପ୍ରକୃତି ରହସ୍ୟ ବୁଝିପାରିବ। ଆଜ୍ଞା ପାଇ ପାଣ୍ଡବ ନିଜ ରଥ ସେଠାରେ ଛାଡ଼ି ପାଦରେ ଚାଲି ବାହାରିଗଲେ। ବଣର ବାହାର ଶାନ୍ତ ଥିଲା, କିନ୍ତୁ ଭିତର ଏକ ଅଜଣା କମ୍ପନ ଲୁଚି ରହୁଥିଲା। ମନେ ହେଉଥିଲା ଯେ ଯେମିତି ପ୍ରତ୍ୟେକ ପତ୍ର ଓ ପ୍ରତ୍ୟେକ ପବନ କିଛି କହିବା ପାଇଁ ବ୍ୟାକୁଳ ଅଛନ୍ତି। ପାଞ୍ଚ ଭାଇ ଅଲଗା ଅଲଗା ଦିଗରୁ ବାଣ୍ଟି ହୋଇଗଲେ, ଯେପରି ଅଧିକ ଅନୁଭବ କରିପାରିବା। ଯୁଧିଷ୍ଠିର ଏକ ଘଞ୍ଚ ଓ ଅନ୍ଧକାରୀୟ ଜଙ୍ଗଲରେ ପହଞ୍ଚିଗଲେ। ସେଠାରେ ସେ ଏକ ବିଚିତ୍ର ଦୃଶ୍ୟ ଦେଖିଲେ ଯେ ଏକ ବିଶାଳ ହାତୀ, ଯାହାର ଦୁଇଟି ଶୁଣ୍ଢ ଥିଲା ଏବଂ ଦୁଇଟି ଯାକ ଶୁଣ୍ଢରେ ସେ ବଡ଼ ବଡ଼ ଗଛଟିକୁ ନିର୍ଦ୍ଦୟ ଭାବେ ଉପାଡ଼ି ପକାଉଥିଲା। ଯୁଧିଷ୍ଠିର ଅଟକି ଗଲେ। ଏହି ଶକ୍ତି ଓ ଏହି ବିକୃତକୁ ଶେଷରେ କେଉଁ ସଂକେତ ଥିଲା? ଅର୍ଜୁନ ଏକ ଶାନ୍ତ ଓ ସୁନ୍ଦର ବଣରେ ପହଞ୍ଚିଲେ। ସବୁଜିମା ଏବଂ ପକ୍ଷୀ କାକଳି ପରିବେଶକୁ ମଧୁର କରୁଥିଲା। କିନ୍ତୁ ହଠାତ୍ ତାଙ୍କ ଦୃଷ୍ଟି ଅଟକି ଗଲା। ଏକ ବିଶାଳ ପକ୍ଷୀ ତାଙ୍କ ସାମ୍ନାରେ ଆସିଲା ଏବଂ ତାର ଡେଣାରେ ବେଦର ମନ୍ତ୍ର ଲେଖାଥିଲା। କିନ୍ତୁ ଦୃଶ୍ୟ ପବିତ୍ର ମନେ ହେଉଥିଲା। କିନ୍ତୁ ସେତିକିବେଳେ ସେହି ପକ୍ଷୀଟି ମୃତ ଜୀବମାନଙ୍କର ମାଂସକୁ ଖାଇବାକୁ ଲାଗିଲା। ଅର୍ଜୁନ ମନ ଥରି ଉଠିଲା। ଏକ ପଟେ ଜ୍ଞାନର ପ୍ରତୀକ ଏବଂ ଅନ୍ୟପଟେ ରକ୍ତପାତ। ଏହା କି ପ୍ରକାରର ବିରୋଧାଭାସ ଥିଲା? ଭୀମ ଏକ ସବୁଜ ଘାସ ପଡ଼ିଆରେ ପହଞ୍ଚିଲେ। ସେଠାରେ ଗାଈମାନଙ୍କର ଏକ ବଡ଼ ଦଳ ଚାଲୁଥିଲା। ଏହି ସମୟରେ ତାଙ୍କ ନଜର ଏକ ଆଶ୍ଚର୍ଯ୍ୟଜନକ କିନ୍ତୁ କଷ୍ଟଦାୟକ ଦୃଶ୍ୟ ଉପରେ ପଡ଼ିଲା। ଜଣେ ଗାଈ ଏବେ ବାଛୁରୀଟିକୁ ଜନ୍ମ ଦେଇଥିଲା। ସ୍ନେହରେ ତାକୁ ସେ ଜୋରରେ ଚାଟିବାକୁ ଲାଗିଲା। କିନ୍ତୁ ଅତ୍ୟଧିକ ଚାଟିବା ଯୋଗୁଁ ବାଛୁରୀଟି ରକ୍ତାକ୍ତ ହୋଇଗଲା। ଭୀମ ସ୍ତବ୍ଧ ହୋଇଗଲେ। ଭାବିଲେ, ଏହା କେମିତିକା ସ୍ନେହ, ଯିଏ ନିଜ ପିଲାକୁ ହିଁ ଆଘାତ ଦେଉଛି। ସହଦେବ ଏକ ଶାନ୍ତ ଜଳାଶୟ ପାଖରେ ପହଞ୍ଚିଲେ। ସେଠାରେ 7ଟି କୂଅ ଗୋଟିଏ ଧାଡ଼ିରେ ଥିଲା। ସେ ଦେଖିଲେ 6ଟି କୂଅରେ ପାଣି ଭର୍ତ୍ତି ଥିଲା, କିନ୍ତୁ ମଝି ସବୁଠାରୁ ଗଭୀର କୂଅଟି ସମ୍ପୂର୍ଣ୍ଣ ଶୁଖିଥିଲା। ଏ ଦୃଶ୍ୟଟି ଅଦ୍ଭୁତ ଥିଲା। ସହଦେବ ଚିନ୍ତାରେ ବୁଡ଼ିଗଲେ। ଯେଉଁଠି ସବୁଠାରୁ ଗଭୀର ଥିଲା, କିନ୍ତୁ ସେଇଠି ହିଁ ଖାଲି କାହିଁକି? କ'ଣ ଏହା ଭିତରର ଶୂନ୍ୟତାକୁ ଆଡ଼କୁ ଇସାରା କରୁଥିଲା? କି ନକୁଲର ପାର୍ବତ୍ୟ ଅଞ୍ଚଳ ଆଡ଼କୁ ଗଲେ। ଉଚ୍ଚ ପାହାଡ଼ ଏବଂ ଘଞ୍ଚ ବୃକ୍ଷମାନଙ୍କ ଶାନ୍ତ ଦେଲା ଭଳି ଦୃଶ୍ୟ ଥିଲା। କିନ୍ତୁ ହଠାତ୍ ପାହାଡ଼ରୁ ଏକ ବିଶାଳ ପଥର ଗଡ଼ିବାକୁ ଲାଗିଲା।
ତଳକୁ ଆସିବାକୁ ଲାଗିଲା। ସେ ନିଜ ବାଟରେ ଆସୁଥିବା ବଡ଼ ବଡ଼ ଗଛଗୁଡ଼ିକୁ ଉପାଡ଼ି ଦେଉଥିଲା। କିନ୍ତୁ ଯେମିତି ହିଁ ସେହି ପଥରଟି ଏକ ଛୋଟ ଗଛ ପାଖରେ ପହଞ୍ଚିଲା, ହଠାତ୍ ଅଟକିଗଲା। ନକୁଲ ବିସ୍ମିତ ହୋଇଗଲା। ଏହି ଛୋଟ ଗଛଟି ଏତେ ବିଶାଳ ପଥରକୁ କିପରି ଅଟକାଇ ପାରିଲା? ସନ୍ଧ୍ୟା ହେବା କ୍ଷଣି ପାଣ୍ଡବମାନେ ନିଜର ନିଜର ଅନୁଭବ ନେଇ ଫେରିଲେ। ସେମାନେ ଶ୍ରୀକୃଷ୍ଣଙ୍କ ଚରଣରେ ପହଞ୍ଚିଲେ ଏବଂ ଜଣ ଜଣ କରି ନିଜେ ଦେଖିଥିବା ଦୃଶ୍ୟଗୁଡ଼ିକୁ ଶୁଣାଇଲେ। ଯୁଧିଷ୍ଠିର କହିଲେ, ପ୍ରଭୁ, ମୁଁ ଗୋଟିଏ ଦୁଇଟି ଶୁଣ୍ଢ ଥିବା ହାତୀକୁ ଦେଖିଲି। ଶ୍ରୀକୃଷ୍ଣ ହସି କହିଲେ, ଧର୍ମରାଜ, ଏହା ସଂକେତ ଯେ କଳିଯୁଗର ଶାସକ ଦୁହାମୁହାଁ ଚାଲ ଚାଲିବେ। ସେମାନେ ଉପରୁ ଧର୍ମ ଏବଂ ନ୍ୟାୟ ଦେଖାଇବେ, କିନ୍ତୁ ଭିତରୁ ପ୍ରଜାମାନଙ୍କର ଶୋଷଣ କରିବେ। ଉଭୟ ପାର୍ଶ୍ୱକୁ ସେମାନେ କେବଳ ନିଜର ସ୍ୱାର୍ଥ ହାସଲ କରିବେ। ଅର୍ଜୁନ କହିଲେ, ପ୍ରଭୁ, ମୁଁ ଗୋଟିଏ ପକ୍ଷୀ ଦେଖିଲି। ତାଙ୍କର ଡେଣା ବେଦରେ ଲେଖାଯାଇଥିଲା, କିନ୍ତୁ ସେ ମୃତ ଜୀବଙ୍କ ମାଂସକୁ ଖାଉଥିଲା। ଶ୍ରୀକୃଷ୍ଣ ଅର୍ଜୁନକୁ କଳିଯୁଗର ବିଦ୍ୱାନ ଏବଂ ପଣ୍ଡିତ କୁହାଯାଉଥିବା ଲୋକମାନଙ୍କ ତ ରଖିଥିବେ, କିନ୍ତୁ ସେମାନଙ୍କ ହୃଦୟରେ ପବିତ୍ର ହେବ ନାହିଁ। ବେଦ ଏବଂ ଧର୍ମର ପ୍ରୟୋଗ କେବଳ ଧନ ଏବଂ ପ୍ରତିଷ୍ଠା ପାଇଁ ହେବ। ସେମାନଙ୍କର ଆଚରଣ ଜ୍ଞାନର ବିପରୀତ ହେବ। ଭୀମ କହିଲେ, ହେ ପ୍ରଭୁ, ମୁଁ ଦେଖିଲି ଏକ ଗାଈ ନିଜ ବାଛୁରୀଟିକୁ ଏତେ ଚାଟିଲା ଯେ ସେ ଆହତ ହୋଇଗଲା। ଶ୍ରୀକୃଷ୍ଣ କହିଲେ, ଭୀମ, କଳିଯୁଗରେ ମାତାପିତାଙ୍କର ଅତ୍ୟଧିକ ସ୍ନେହ ହେବ। ପିଲାମାନଙ୍କ ପାଇଁ ବନ୍ଧନ ପାଲଟିଯିବ। ସେମାନେ ପ୍ରେମ ତ ଦେବେ, କିନ୍ତୁ ସେହି ପ୍ରେମରେ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ରଖିବେ। ମମତାର ଆଧ୍ୟାତ୍ମିକ ଯନ୍ତ୍ରଣା କାରଣରୁ ହେବ। ସହଦେବ କହିଲେ, ପ୍ରଭୁ, ମୁଁ 7ଟି କୂଅ ଦେଖିଲି। 6ଟିରେ ପାଣି ଭର୍ତ୍ତି ହୋଇଥିଲା, କିନ୍ତୁ ମଝିରେ ଥିବା ସବୁଠାରୁ ଗଭୀର କୂଅଟି ଶୁଖିଥିଲା। ଶ୍ରୀକୃଷ୍ଣ କହିଲେ, ସହଦେବ, ଏହି ଦୃଶ୍ୟ ଦର୍ଶାଏ ଯେ କଳିଯୁଗରେ ଲୋକମାନଙ୍କୁ ବାହାରୁଥିବା ସମୃଦ୍ଧ ଦେଖାଯିବ, କିନ୍ତୁ ସେମାନଙ୍କ ଭିତରେ କରୁଣା ଏବଂ ସହଯୋଗର ଜଳ ଶୁଖିଯିବ। ପଡ଼ୋଶୀରେ କେହି ଭୋକରେ ମରୁଥିବା, ତଥାପି ସେମାନଙ୍କ ଆଖି ବନ୍ଦ କରି ନିଜ ସ୍ୱାର୍ଥରେ ବୁଡ଼ି ରହିବେ। ଏହି ସ୍ୱାର୍ଥପରତା କଳିଯୁଗରେ ସବୁଠାରୁ ବଡ଼ ପରିଚୟ ହେବ। ନକୁଲ କହିଲେ, ପ୍ରଭୁ, ମୁଁ ଦେଖିଲି ଏକ ବିଶାଳ ପାହାଡ଼ର ଗଡ଼ୁଥିଲା ପଥର। ତାହା ବଡ଼ ବଡ଼ ଗଛଗୁଡ଼ିକୁ ଉପାଡ଼ି ଦେଉଥିଲା, କିନ୍ତୁ ଏକ ଛୋଟ ଗଛକୁ ରଖିପାରିଲା। ଶ୍ରୀକୃଷ୍ଣ କହିଲେ, ନକୁଲ, ଏହି ଦୃଶ୍ୟ ଦର୍ଶାଏ କଳିଯୁଗର ଧନ, ଶକ୍ତି ଏବଂ ସତ୍ତାକୁ କାହାକୁ ବି ବିନାଶରୁ ରକ୍ଷା କରିପାରିବେ ନାହିଁ। କିନ୍ତୁ ଯଦି କୌଣସି ବ୍ୟକ୍ତି ସଚ୍ଚା ମନରେ ଭଗବାନଙ୍କୁ ନାମ ନିଏ, ଭକ୍ତିରେ ସ୍ଥିର ରହିଲେ ଏବଂ କୁନି କୁନି ଚାରା ଗଛ ପରି ପ୍ରତ୍ୟେକ ବିପତ୍ତିକୁ ରୋକିପାରିବ, ଏହି ଭକ୍ତି ହିଁ ଏହି ଯୁଗର ମନୁଷ୍ୟର ସବୁଠାରୁ ସାହାରା ହେବ। ଏହି ପ୍ରସଙ୍ଗ ଏଇଠି ଶେଷ ହୁଏ ନାହିଁ। ଗରୁଡ଼ ପୁରାଣ ଆଉ ଏକ ଗହନ ଏବଂ ରହସ୍ୟମୟ ପ୍ରସଙ୍ଗ ଆସିଥାଏ। ଗରୁଡ଼ଜୀ ଭଗବାନ ବିଷ୍ଣୁଙ୍କୁ କହିଥିଲେ ଏବଂ ବିଷ୍ଣୁଙ୍କୁ ପ୍ରଶ୍ନ କଲେ, ହେ ପ୍ରଭୁ, 4 ଯୁଗ ସତ୍ୟଯୁଗ, ତ୍ରେତୟା, ଦ୍ୱାପର ଏବଂ କଳିଯୁଗ ମଧ୍ୟରେ କଳିଯୁଗ ସବୁଠାରୁ ଭୟଙ୍କର କାହିଁକି ମାନାଯାଇଛି? ଏହାର ଅନ୍ତର ସଂକେତ କେତେଗୁଡ଼ିଏ ହେବ ଏବଂ ଏହି ଯୁଗ କେଉଁ ପ୍ରକାରର ସମାପ୍ତି ହେବ? ଭଗବାନ ବିଷ୍ଣୁ ଗମ୍ଭୀର ସ୍ୱରରେ ଉତ୍ତର ଦେଲେ, ହେ ଗରୁଡ଼, କଳିଯୁଗ ଧର୍ମ, ପାପ ଏବଂ ସ୍ୱାର୍ଥ ଯୁଗ ହେବ। ଏହି ଯୁଗରେ ଶେଷ ଚରଣରେ ଏମିତି ସଂକେତ ପ୍ରକଟ ହେବ, ଯାହା ସୃଷ୍ଟିର ବିନାଶ ଆଡ଼କୁ ସ୍ପଷ୍ଟ ଇସାରା କରିବ। ଆସନ୍ତୁ ଏଗୁଡ଼ିକ ବିସ୍ତାର ଭାବରେ ବୁଝିବା। କଳିଯୁଗର ଶେଷ ସମୟରେ ମାନବର ଆୟୁ ଅତ୍ୟନ୍ତ କମ୍ ହୋଇଯିବ। ହାରାହାରି ଜୀବନ କେବଳ 20 ବର୍ଷ ପର୍ଯ୍ୟନ୍ତ ସୀମିତ ରହିବ। 12 ବର୍ଷ ଏହିର ଲୋକମାନେ ବାର୍ଦ୍ଧକ୍ୟର ଲକ୍ଷଣ ହେବାକୁ ହେବ। କେଶ ଧଳା ହେବାରେ ଲାଗିବ, ଚେହେରା କୁଞ୍ଚିତ ହୋଇଯିବ ଏବଂ ଶରୀର ରୋଗରେ ଘର ପାଲଟିଯିବ। ଏହି ଶାରୀରିକ ପତନ କେବଳ ଶାରୀରିକ ହେବ ନାହିଁ, ମାନବ ଜୀବନ ଶୈଳୀ, ଆଚାର ଏବଂ ନୈତିକ ମଧ୍ୟ ପତନର ରାସ୍ତା ରହିବେ। ଅସନ୍ତୁଳିତ ଭୋଜନ, ଅନିୟମିତ ଦିନଚର୍ଯ୍ୟା ଏବଂ ଚାପଗ୍ରସ୍ତରେ ଜୀବନ ଯୋଗୁଁ ଲୋକମାନେ ମାନସିକ ଏବଂ ଶାରୀରିକ ଭାବେ ଦୁର୍ବଳ ହୋଇଯିବେ। ସ୍ତ୍ରୀମାନେ କେବଳ 8ରୁ 9 ବର୍ଷର ସନ୍ତାନ ଜନ୍ମ କରିବାରେ ଲାଗିବେ।
କିନ୍ତୁ ସେମାନଙ୍କ ଦୁର୍ବଳତା ଏତେ ଅଧିକ ହେବ ଯେ ସେମାନେ ପିଲାମାନଙ୍କର ପୋଷଣ ଠିକ୍ ଭାବରେ କରିପାରିବେ ନାହିଁ। ପିଲାମାନେ କୁକ୍ଷଣ ଏବଂ ଦୁର୍ବଳତା ଶିକାରୀ ହୋଇଯିବେ। ଆଗାମୀ ପିଢ଼ିରେ କ୍ରମାଗତ ଅସଙ୍ଗତ ଏବଂ ରୋଗୀରେ ହୋଇ ଚାଲିବେ। ପରିବାରର ସାମାଜିକ ଢାଞ୍ଚା ସମ୍ପୂର୍ଣ୍ଣ ଭାବେ ଭୁଷୁଡ଼ିଯିବ। ଲୋକମାନେ ନିଜର ଭୌତିକ ଇଚ୍ଛାରେ ଛନ୍ଦି ହୋଇ ରହିବେ ଏବଂ ସମ୍ପର୍କର ପରିବାର ଏବଂ ପ୍ରେମ ବିମୁଖ ହୋଇଯିବେ। ଏହି ସଂକେତ ସ୍ପଷ୍ଟ କରେ କଳିଯୁଗର ଅନ୍ତିମ ଶେଷ। ମାନବିକତାର ଶାରୀରିକ ଏବଂ ମାନସିକର ଏକ ପୂର୍ଣ୍ଣପକ୍ଷ କ୍ଷୟ ହେବ। ସମାଜରେ ଅବ୍ୟବସ୍ଥା, ଅରାଜକତା ଏବଂ ଅଶାନ୍ତିର ବଢ଼ିଯିବ। ବିଶ୍ୱାସ ଏବଂ ପାରସ୍ପରିକ ପ୍ରେମ ତ୍ରୁଟି ହେବାରେ ଲାଗିବ। କେବଳ ସ୍ୱାର୍ଥପର ଜୀବନର ଆଧାର ହେବ। କଳିଯୁଗ ଶେଷରେ ନୈତିକ ଏବଂ ଧର୍ମର ଏତେ ଅଧିକ ପତନ ହେବ ଯେ ପତିବ୍ରତା ସ୍ତ୍ରୀମାନେ ପ୍ରାୟତଃ ବିଲୁପ୍ତ ହୋଇଯିବେ। ଜଣେ ସ୍ତ୍ରୀ ଅନେକ ପୁରୁଷଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ। ଏହା ସମାଜର ନୈତିକ ପତନ ଏବଂ ପାରିବାରିକ ବିଭାଜନର ସବୁଠାରୁ ବଡ଼ ସଂକେତ ହେବ। ବିବାହ ଏବଂ ସମ୍ପର୍କର ପବିତ୍ରତା ସମାପ୍ତ ହୋଇଯିବ। ଲୋକମାନେ ଧାର୍ମିକ କାର୍ଯ୍ୟ, ପୂଜାପାଠ, ଶ୍ରଦ୍ଧା, ଅନ୍ତିମ ସଂସ୍କାର ଏବଂ ବିବାହ ଭଳି ସଂସ୍କାରକୁ ସମ୍ପୂର୍ଣ୍ଣ ରୂପେ ବିମୁଖ ହୋଇଯିବେ। ଜଳର ଅଭାବ ଯୋଗୁଁ ଲୋକମାନେ ସ୍ନାନ କରିବା ଛାଡ଼ିଦେବେ। ଏହାଦ୍ୱାରା କେବଳ ଶାରୀରିକ ସ୍ୱଚ୍ଛତା ନୁହେଁ ବରଂ ଆଧ୍ୟାତ୍ମିକ ପବିତ୍ରତା ମଧ୍ୟ ନଷ୍ଟ ହୋଇଯିବ। ଭୋଜନ ଅଭ୍ୟାସ ବହୁତ ପରିବର୍ତ୍ତନ ହେବ। ମାଂସାହାରୀ ପ୍ରାଧାନ୍ୟ ବଢ଼ିବ ଏବଂ ସ୍ୱାତ୍ବିକ ଆହାର ଯେମିତିକି ଫଳ, ପନିପରିବା ଏବଂ ଶସ୍ୟ ଦୁର୍ବଳ ହୋଇଯିବ। ଲୋକମାନେ ନିଜ ପୋଷାକରେ ଭୌତିକ ପ୍ରାଥମିକତା ଦେବେ। ଚମକିଲା ଚିପା ଏବଂ ଭଡ଼କିଲା ବସ୍ତ୍ର। ସମାଜର ବାତାବରଣ ଲୋଭ, ଧୋକା, ସ୍ୱାର୍ଥ ଏବଂ କପଟରେ ଭରିଯିବ। ସମ୍ପର୍କ ବିଶ୍ୱାସ ଶେଷ ହୋଇଯିବ। ଲୋକମାନେ କେବଳ ନିଜର ସୁଖ, ସୁବିଧା ଏବଂ ଭୌତିକ ଇଚ୍ଛା ପାଇଁ ଜୀବନକୁ ଛୁଇଁବେ। ଧର୍ମ ଏବଂ କର୍ତ୍ତବ୍ୟ ବିମୁଖ ହୋଇ ସେମାନେ କେବଳ ସାଂସାରିକ ସୁଖର ସନ୍ଧାନ କରିବେ। ଗରୁଡ଼ ପୁରାଣ ଏହି ଶିକ୍ଷା ଦିଏ ଯେ ଧର୍ମ ଏବଂ ନୈତିକ ହିଁ ସମାଜକୁ ସ୍ଥିର ଏବଂ ସୌନ୍ଦର୍ଯ୍ୟ ବଜାୟ ରଖିପାରିବ। କଳିଯୁଗର ଶେଷ ସମୟରେ ପ୍ରକୃତି ଉପରେ ଭୀଷଣ ସଙ୍କଟ ଦେଖାଦେବ। ବୃକ୍ଷମାନେ ଫଳ ଏବଂ ଫୁଲ ଦେବା ବନ୍ଦ କରିଦେବେ। କେବଳ ଶମୀ ବୃକ୍ଷ ହିଁ ଜୀବିତ ରହିବ। ଲୋକମାନେ ଶାକାହାରୀ ପ୍ରାୟ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିବେ ଏବଂ ମାଂସାହାରୀ ଉପହଂସା ନିର୍ଭର କରିବେ। ଭୋଜନ ତାମସିକ ଏବଂ ରୋଗକାରୀକ ହେବେ। ଲୋକମାନେ ଅଳ୍ପ ବୟସରେ ଗମ୍ଭୀର ରୋଗରେ ଶିକାର ହୋଇଯିବେ। ଗାଈମାନଙ୍କର ପୂଜା ବହୁତ ମହତ୍ତ୍ୱ ସମାପ୍ତ ହୋଇଯିବ। ସେମାନଙ୍କୁ କେବଳ କ୍ଷୀର ଏବଂ ମାଂସ ପାଇଁ ପାଳନ କରାଯିବ।